ଆମେ ଯେତେବେଳେ ସୁସ୍ଥ ସବଳକୁ ପଲାଉ ନିଜ ନିଜର କାର୍ଯ୍ୟ କ୍ଷେତ୍ରରେ ଆମେ ଜଡ଼ିତ ରହୁ ବେଳେ ବେଳେ ପ୍ରଭୁକୁ ମଧ୍ୟ ଭୁଲି ଯାଉ ଆରାଧନାର ଦିନ ମଧ୍ୟ ଆମେ ଭୁଲି ଯାଇଥାଉ ଯେ ଆଜି ପ୍ରାର୍ଥନାର ଦିନ କି ନୁହେଁ ଆମକୁ ଜଣା ନଥାଏ ଏଣିକି ପ୍ରଭୁ ମୁଁ କହିବା ପାଇଁ ଚାହେଁ ଯେ ସେମାନଙ୍କର ଜୀବନକୁ ସଜାଡ଼ିବା ପାଇଁ ମଧ୍ୟ ବେଳେ ବେଳେ ସେ ଆଉ ରୋଗ ଗୁଡ଼ାକ ଏଣିକି ସୁଧୁରି ଯାଉ ପ୍ରିୟ ପ୍ରଭୁ ଆସୁ ପ୍ରଭୁଙ୍କର ଗୌରବ କରୁ କିନ୍ତୁ ସାଧୁ ପାଉଲ କଣ କଲେ ଜାଣନ୍ତି ସାଧୁ ପାଉଲ କଣ କଲେ ଜାଣନ୍ତି ସେଇ ବିଷୟରେ ଗୋଟେ ଦଣ୍ଡକ ଦିଆଗଲା ପରେ ସେ କଣ କଲେ 8 ପଦରେ ଲେଖାଯାଏ ଯେପରି ତାହା ମୋଠାରୁ ଦୂର ହୁଏ ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ କେତେ ଥର ବିନତି କଲେ ଜାଣନ୍ତି ପାଉଲ କିଏ ଯାହାଙ୍କର ରୁମାଲର ସ୍ପର୍ଶ ବାଜିଲେ ରୋଗୀମାନେ କଣ ହନ୍ତି ସୁସ୍ଥ ହେଇଯାନ୍ତି ଯିଏ ଛୁଇଁଲେ ମରିଥିବା ଲୋକ ବି ଜୀବିତ ହେଇଯାଇଛି ତିନି ଥର ସେ ବିଷୟରେ ପ୍ରାର୍ଥନା କଲେ କିନ୍ତୁ ସେ ଗୋଟେ ବିଷୟ କହିବା ପାଇଁ ଚାହାନ୍ତି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ମୁଁ ସେଇ ଉତ୍ସାହ ଦେଇକି ବାକ୍ୟ ଶେଷ କରିବା ପାଇଁ ଚାହେଁ ରୋଗ ଥାଉ ଆଗରୁ ଥାଉ କି ପୁରୁଣା ରୋଗ ହେଉ କି ପରେ ବି ଏଣ୍ଟ୍ରି କରୁ नो डाउट ପାଉଲଙ୍କଠାରୁ ଗୋଟେ ବିଷୟ ଶିଖିବା ଆୟୁବଙ୍କଠାରୁ ଗୋଟେ ବିଷୟ ଶିଖିବା ଆୟୁବ କହିଲେ ମୋ ଶରୀରର ମାଂସ କ୍ଷୟ ହେଇଗଲେ ମଧ୍ୟ ମୋର ଟେନସନ ନେବାର ବିଷୟ ନୁହେଁ ମୁଁ ଜାଣିଛି ପ୍ରଭୁ ଚାହିଁଲେ ଏଇଟା ସେ ସୁସ୍ଥ କରିପାର ତଥାପି କରନ୍ତୁ କି ନ କରନ୍ତୁ ମୋର ଯାଏ ଆସେ ନାହିଁ କାରଣ ମୁଁ ଜାଣେ ମୋର ମାଂସ ସରିଗଲା ପରେ ମଧ୍ୟ ମୁଁ ହାଡ଼ ସହିତ ପ୍ରଭୁଙ୍କ ସହିତ ସାକ୍ଷାତ ଏଇ କଥା ଆୟୁବ କଷ୍ଟ ଭାବେ ସାଧୁ ପାଉଲ କଣ ବୋଲି କହୁଛନ୍ତି ଆଉ ସେ ମତେ କହିଅଛନ୍ତି ଆମର ଅନୁଗ୍ରହ ତୁମ ନିମନ୍ତେ କଣ ଯଥେଷ୍ଟ ବା ଆମର ଅନୁଗ୍ରହ ତୁମ ନିମନ୍ତେ କଣ ହେଇଥାଇ ପାରେ ଆମକୁ ରୋଗ ଆସିବ ସମସ୍ୟା ଆସିବ ଦୁଃଖ ଆସିବ ଅନୁଗ୍ରହ ଆମ ପାଇଁ କଣ ଯଦି ଆମେ ସେ ରୋଗ ଦେଇ ମରୁନାଉ ଯଦି ବଞ୍ଚି ଯାଉଛୁ ଗୋଟେ ମାଧ୍ୟମ ଜରିଆରେ ଏହା ପ୍ରଭୁଙ୍କର ଅନୁଗ୍ରହ ମୋର ପ୍ରଭୁଙ୍କ ଲୋକମାନେ ରୋଗ ତ ଅଛି ନା ଅନୁଗ୍ରହ ବି ଯଥେଷ୍ଟ ଅଛି ଏହା ଜାଣି ରଖିଥିବା ହୁଏତ ସାଧାରଣ ବିଷୟ ଲୋକ ଏ ଜଗତ ତ୍ୟାଗ କରୁଛନ୍ତି ପ୍ରଭୁଙ୍କ ଦୟା ବୋଧେ ତାଙ୍କ ସେବା କାର୍ଯ୍ୟ କରିବା ପାଇଁ ପ୍ରଭୁ ଆମକୁ ଯଦି ବି ଅନେକ ପ୍ରକାର ସମସ୍ୟା ବଡ଼ ରୋଗ ବୋଲି ଆମେ ଭାବୁଛୁ କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ଆଉ ଦୟା ଆମ ପାଇଁ ବହୁତ ଯଥେଷ୍ଟ ପ୍ରଭୁଙ୍କର ମହାନ ଧନ୍ୟବାଦ ମୁଁ କହିବା ପାଇଁ ଚାହେଁ ମୋର ପ୍ରଭୁଙ୍କ ଲୋକମାନେ ଆଉ ଯେତେବେଳେ ସେବାରେ ଆଉ ପ୍ରଭୁଙ୍କର ରାଜ୍ୟ ନିମନ୍ତେ ଯେତେବେଳେ ଶିଷ୍ୟମାନେ ପ୍ରଭୁଙ୍କ ଲୋକମାନେ କହିଲେ ଆଉ ସେତେବେଳେ ସେମାନଙ୍କ ପାଇଁ ଛିନ୍ନ ଭିନ୍ନ ହେଇଗଲେ ସେମାନେ ବିଭିନ୍ନ ପ୍ରକାର ପରିସ୍ଥିତି ଦେଇ କିନ୍ତୁ ସେ ସମୟରେ ଗୋଟେ ବାକ୍ୟ ମୁଁ ଆପଣଙ୍କ ସାମନେ ରଖିବି ଯେହେତୁ ସେମାନଙ୍କ ବିଷୟରେ କଣ ଲେଖାଯାଇ ଜାଣିଛନ୍ତି ସେମାନେ ଛିନ୍ନ ଭିନ୍ନ ହେଇଗଲେ ବିଭିନ୍ନ ପ୍ରକାର ସମସ୍ୟା କଷ୍ଟ ଦେଇକି ଗଲେ ତାଳନା ହେଇଗଲା ଏଭ୍ରି ପୁସ୍ତକ ସେ ଗୋଟେ ପଦ ପଢିବା ଏଭ୍ରି ପୁସ୍ତକ तार 11 अध्याय 38 पद देखते जल्दी प्रांतर पर्वत गुहा पुणी पृथ्वी गहर भ्रमण कले जगत से कौन नथिला भाई ए जगत अबर कारण ए जगत रही रोग थाई ए जगत समस्या अछि ए जगतर दुख अछि लेकिन आज ठीक पुनर्बार दोहराइबा का चाहे प्रभु मनुष्य को सुख और दुख को केते दूर रखिसंती पाके एने के विश्वास कर प्रभु कठारे भरोसा कर प्रभु कठारे रोग गले भी प्रेज द लॉर्ड न गले भी प्रेज द लॉर्ड कारण हमें वास्तव प्रभु को विश्वास करिछु और से प्रभु हम जीवित होतंती और दिन में साक्षात करबो प्रभु कर महान नाम धन्यवाद एति में आमे निराश हेबा नाही कि हताश हेबा नाही कारण ए जगत आमर ए जगत सेमानकर योग्य नथिला ए जगत आमर नहीं कारण हम जो राज्य रे जीवा पे बाहर से राज्य को जे जाय जीवो नाही से जाय हमर रोग हमर पीछा छाड़ीबो ना रोगी सेठी पहुंचिला को आउ रोग नथिबो आउ समस्या नथिबो आउ दुख नथिबो आउ ऑपरेशन नथिबो म आज कहबा पाइ चाहे एनी कि आपण हमर जीवन को समीक्षा करू এই জায়গার জীবা পূর্ব বিবেচনা সহিত যে আমি কি প্রকার ভাবে প্রভু বিশ্বাস করিছু আমি ধৈর্যের সহিত প্রভু তার ভরসার সহিত পছিবা
प्रभु हमको साहाय्य करतु आ समीक्षा करू जेतु बेले बेले प्रभु ताकर कथि